ଖୋର୍ଦ୍ଧା ନିକଟସ୍ଥ ଚନ୍ଦକା ଅଞ୍ଚଳର ପ୍ରାକୃତିକ ପରିବେଶର ଆକର୍ଷଣୀୟ ଝୁମୁକା ଡ୍ୟାମ୍ ଅଟେ। ନୂଆ ବର୍ଷ ପାଇଁ ବିଭିନ୍ନ ସ୍ଥାନରୁ ବଣଭୋଜି ଓ ବୁଲିବା ଉଦ୍ଦେଶ୍ୟରେ ଶହ ଶହ ସଂଖ୍ୟାରେ ପର୍ଯ୍ୟଟକ ଏଠାରେ ଏକତ୍ରିତ ହୁଅନ୍ତି। ଡ୍ୟାମ୍ର ଚତୁଃପାର୍ଶ୍ୱରେ ଥିବା ପ୍ରାକୃତିକ ପରିବେଶ ଓ ନୀଳ ଜଳରାଶିକୁ ପର୍ଯ୍ୟଟକମାନେ ଭରପୁର ଉପଭୋଗ କରିଥାନ୍ତି। ଡ୍ୟାମ୍ ଉପରେ ଥିବା ଜଙ୍ଗଲ ମଧ୍ୟରେ ଛୋଟ ଛୋଟ ପିଣ୍ଡି କରାଯାଇ ବଣଭୋଜି ଆୟୋଜନ ପାଇଁ ସ୍ଥାନୀୟ ପ୍ରଶାସନ ବ୍ୟବସ୍ଥା କରିଥିବା ବେଳେ ଏଥିପାଇଁ ପର୍ଯ୍ୟଟକଙ୍କୁ ପିଣ୍ଡି ବାବଦକୁ ଫି ଦେବାକୁ ପଡ଼ିଥାଏ। ପାହାଡ଼ଟି ବନ୍ୟଜନ୍ତୁଙ୍କ ଚଳପ୍ରଚଳ ଥିବା ବେଳେ ପ୍ରଶାସନ ତରଫରୁ କୌଣସି ସୁରକ୍ଷା ବ୍ୟବସ୍ଥା କରାଯାଇନଥିବା ଏହା ପର୍ଯ୍ୟଟକଙ୍କୁ ଦୁଃଖ ଦେଇଛି। ବୁଲିବା ପାଇଁ ଡ୍ୟାମ୍ ନିକଟକୁ ଆସିବା ସମୟରେ ମଝିରେ ସଂକୀର୍ଣ୍ଣ ମାଟି ରାସ୍ତା ବିପଦସଙ୍କୁଳ ଅବସ୍ଥାରେ ରହିଛି। ସ୍ଥାନଟିରେ ରାସ୍ତାରେ ଧୂଳି ଉଡୁଥିବା ବେଳେ ଏଥିପ୍ରତି କାହାର ଦୃଷ୍ଟି ନଥିବା ଜଣାପଡ଼ିଛି। ପର୍ଯ୍ୟଟକଙ୍କ ପାଇଁ ସ୍ଥାନଟି ପ୍ରାକୃତିକ ପରିବେଶରେ ଆନନ୍ଦ ଦେଉଥିବା ବେଳେ ପ୍ରଶାସନ ସାମାନ୍ୟତମ ଦୃଷ୍ଟି ଏଥିପ୍ରତି ଦେଉନଥିବା ଜଣାପଡ଼ୁଛି। ଚନ୍ଦକା ଡ୍ୟାମ୍ରେ ପ୍ରଶାସନ ତରଫରୁ ପର୍ଯ୍ୟଟକଙ୍କ ପାଇଁ ମୌଳିକ ବ୍ୟବସ୍ଥାକୁ ନିହାତି ଦେଖିବା ଉଚିତ। ଚନ୍ଦକାରୁ ଆନ୍ଦୋଳନ ଓଡ଼ିଶା ବ୍ୟୁରୋ ରିପୋର୍ଟ।